ପାଇଁ କିଛି ଖାଦ୍ୟପେୟର ବ୍ୟବସ୍ଥା କରୁଛନ୍ତି ବିଶ୍ୱବସୁ। ବିଶ୍ୱବସୁ ହଉଛନ୍ତି ଭକ୍ତ ଶ୍ରେଷ୍ଠ, କିନ୍ତୁ ବିଦ୍ୟାପତି କହୁଛନ୍ତି ନାଇଁ, ମୁଁ ଯେପର୍ଯ୍ୟନ୍ତ ନୀଳମାଧବଙ୍କୁ ଦର୍ଶନ ନ କରିଛି ସେ ପର୍ଯ୍ୟନ୍ତ କୌଣସି ଖାଦ୍ୟ କିମ୍ବା ପାନୀୟ ସ୍ପର୍ଶ କରିବିନି। ଚିନ୍ତା କରୁଛନ୍ତି ବିଶ୍ୱବସୁ। ମୁଁ ଜାଣିଛି, ମୁଁ ଶୁଣିଛି ଯେଉଁଦିନ ମାଳବ ଦେଶର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ପୁରୋହିତଙ୍କର ସାନ ଭାଇ ବିଦ୍ୟାପତି ଆସିବେ ମହାପ୍ରଭୁଙ୍କର ନୀଳମାଧବଙ୍କର ସନ୍ଧାନରେ, ସେଇଦିନ ପ୍ରଭୁ ଅନ୍ତର୍ଧ୍ୟାନ ହେଇଯିବେ। ପ୍ରଭୁ ମୋର ଅଳ୍ପ ଦିନ ଭିତରେ ଅନ୍ତର୍ଧ୍ୟାନ ହେଇଯିବେ, ମୁଁ ତାଙ୍କୁ ଦର୍ଶନ କରେଇବି ନା କରେଇବି ନାହିଁ। ଧର୍ମ ସଙ୍କଟରେ ପଡିଛନ୍ତି। ସେ ଚିନ୍ତା କରୁଛନ୍ତି ଯଦି ମୁଁ ପ୍ରଭୁଙ୍କୁ ଦର୍ଶନ ନ କରେଇବି ତାହେଲେ ପ୍ରଭୁ ମୋର ରହିବେ, ଅନ୍ତର୍ଧ୍ୟାନ ହେବେ ନାହିଁ, କିନ୍ତୁ ମୁଁ ଅଧର୍ମ କରିବି। ତେଣୁ ପ୍ରଭୁଙ୍କ ପାଖରେ ଯଦି ମୁଁ ତ୍ରୁଟି କରେ, ଭୁଲ କରେ, ପ୍ରଭୁ ମତେ କ୍ଷମା ଦେବେ, କିନ୍ତୁ ମୁଁ ଧର୍ମ ପାଖରେ ଯଦି ଭୁଲ କରେ ଧର୍ମ ମତେ କେବେ କ୍ଷମା ଦେବ ନାହିଁ। ତେଣୁ ପ୍ରଭୁ ପଛେ ଅନ୍ତର୍ଧ୍ୟାନ ହେଇଯାଆନ୍ତୁ, କିନ୍ତୁ ମୁଁ ଧର୍ମ ଛଡା ହେବି ନାହିଁ। ମୁଁ ନିଶ୍ଚିନ୍ତ ଭାବରେ ନେଇ ନୀଳମାଧବଙ୍କୁ ଦର୍ଶନ କରେଇବି ବିଦ୍ୟାପତିକୁ, କାରଣ ଯଦି ସେ ଦର୍ଶନ ନ କରିବେ ତାହେଲେ ସେ ଏଠୁ ଭୋକିଲା ଅବସ୍ଥାରେ ଯିବେ, ଏବଂ ଅତିଥି ନାରାୟଣ ଭୋକିଲା ଗଲା ମାନେ ମୋର ପାପ ହବ, ଅଧର୍ମ ହବ। ଉଭୟ ସାଥିରେ ସେଇ ସଂକୀର୍ଣ୍ଣ ପଥ ଦେଇ ଯାଇ ପହଞ୍ଚିଛନ୍ତି ନୀଳମାଧବଙ୍କ ପାଖରେ, ଦର୍ଶନ କରୁଛନ୍ତି। ଏବଂ ଏହି ସମୟରେ ସୁନ୍ଦର ସୁମଧୁର ସଙ୍ଗୀତ, ଋଣୁ ଝୁଣୁ ଶବ୍ଦ କର୍ଣ୍ଣଗୋଚର ହେଇଛି, ଏବଂ ପାଖକୁ ଛିଡା ହେଇଯାଇଛନ୍ତି ଗୋଟିଏ ଗଛର ଉହାଡରେ। ଦର୍ଶନ କରୁଛନ୍ତି ବିଦ୍ୟାପତି ଏବଂ ବିଶ୍ୱବସୁ। ଦେବତାମାନେ ସ୍ୱର୍ଗରୁ ଅବତରଣ କରୁଛନ୍ତି ଏବଂ ବିଭିନ୍ନ ପ୍ରକାର ମାଙ୍ଗଳିକ ଶବ୍ଦରେ ସଙ୍ଗୀତମାନ ଗାନ କରୁଛନ୍ତି, ପୁଷ୍ପରେ ପ୍ରଭୁଙ୍କୁ ପୂଜା କରୁଛନ୍ତି ଏବଂ ଭଗବାନ ନୈବେଦ୍ୟ କରୁଛନ୍ତି। ତାପରେ ତାଙ୍କର ଆଗମନ ଦେଖି ଲୁଚି ଯାଉଛନ୍ତି, କହୁଛନ୍ତି ବନ୍ଧୁ ସଖା, ଦେବତା ମାନଙ୍କର ପୂଜା କରିବାର ସମୟ, ଆସ ଆମେ ସ୍ଥାନ ଅପସରିକିରି ଯିବା, ଏଠୁ ପଳେଇ ଯିବା। କିଛି ସମୟ ରହିଲେ, ଦୂରରେ ରହିଲେ ଲୁଚିକରି, ଦେବତା ମାନେ ବର୍ତ୍ତମାନ ପୂଜା ସାରି ପ୍ରତ୍ୟାବର୍ତ୍ତନ କରିଗଲେ ସ୍ୱର୍ଗକୁ। ପ୍ରତ୍ୟହ ଆସନ୍ତି ଦେବତା ମାନେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ, ପୂଜା କରି ଯାଆନ୍ତି, ଆରାଧନା କରନ୍ତି, ଗାନ କରନ୍ତି, ସଙ୍ଗୀତ ଇତ୍ୟାଦି। ଯେତେବେଳେ ସେମାନେ ଫେରି ଆସୁଛନ୍ତି, ବର୍ତ୍ତମାନ ବିଦ୍ୟାପତି ଦର୍ଶନ କରିସାରିଲେ ନୀଳମାଧବଙ୍କୁ, ତେଣୁ ପ୍ରସାଦ ଗ୍ରହଣ କରିବାରେ କୌଣସି ଅସୁବିଧା ନାହିଁ। ବର୍ତ୍ତମାନ ଯେତେବେଳେ ସେ ପ୍ରସାଦ ପରିବେଷଣ କରିଛନ୍ତି ତାଙ୍କ ପାଖରେ, ବିଦ୍ୟାପତି ପ୍ରଥମ ଥରକୁ ପ୍ରସାଦଟା ପାଟିରେ ଦେଇଛନ୍ତି। କି ସୁସ୍ୱାଦ ପ୍ରସାଦ, ସେ ଯୋଉ ସୁଗନ୍ଧ, ଆଶ୍ଚର୍ଯ୍ୟ ହେଉଛନ୍ତି। ମୁଁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ପୁରୋହିତ, ମୁଁ କେତେଥର ରାଜଉଆସରେ ରାଜଖାନା ଖାଇଛି, ଏଇ ଯେ ଶବରୀ ବାଟିକାରେ ସାଧାରଣ ଶବର ସେ ଏ ସୁସ୍ୱାଦୁ ଖାଦ୍ୟ କିପରି ପ୍ରସ୍ତୁତ କଲେ? ତାଙ୍କ ମନରେ ପ୍ରଶ୍ନ ପଚାରୁଛନ୍ତି, ବନ୍ଧୁ ଗୋଟେ କଥା ପଚାରିବି, ଏଭଳି ଖାଦ୍ୟ ଏପରି ଆପଣ ଏଠି ପ୍ରସ୍ତୁତ କଲେ କିପରି? ବିଶ୍ୱବସୁ କହୁଛନ୍ତି, ସଖା କହିଲେଣି ତ ସବୁ କହିଦେବି। ଲୁଚେଇକି ରଖିଥିଲେ ନୀଳମାଧବ ଭଗବାନଙ୍କୁ, ତାଙ୍କୁ ତ ଦେଖେଇ ସାରିଲେଣି। ସବୁଦିନ ଯୋଉ ଦେବତା ମାନେ ଆସନ୍ତି ନାହିଁ, ସେମାନେ ଏଠି ଏଇ ପ୍ରକାର ଭୋଗ କରନ୍ତି ଏବଂ ସେଇ ଭୋଗକୁ ସବୁଦିନ ମୁଁ ଭକ୍ଷଣ କରେ। ଦେଖିଲେ ମୁଁ କେମିତି 10,000 ବର୍ଷ ମୋର ହେଲାଣି, ମୁଁ କେମିତି ସୁସ୍ଥ ସବଳ ଅଛି, ମୋର ମାନେ ରୁମ ଗୋଟିଏ ବି ଧଳା ହେଇନି, ମୁଁ ସେଇଭଳି ସୁସ୍ଥ ହେଇକି ଏବେ ବି ସୁଦ୍ଧା ରହିଛି, କେବେ ରୋଗ ମଧ୍ୟ ମତେ ହେଇନି। ସେଦିନ ରାତିରେ ବିଦ୍ୟାପତି ଶୟନ କରିଛନ୍ତି। ବିଶ୍ୱବସୁ ବିଦ୍ୟାପତି ରାତି ସାରା ଆଉ ଶୋଇନାହାନ୍ତି। ଦୁଇ ସଖା ସତ୍ସଙ୍ଗ କରିଛନ୍ତି, ଉଭୟ ପ୍ରଭୁଙ୍କ ବିଷୟରେ ସେ ନୀଳମାଧବଙ୍କ ଗୁଣଗାନ କରି କରି ରାତି ପାଇଯାଇଛି। ତା ପରଦିନ ସକାଳୁ ବିଦ୍ୟାପତି ଯାଇଛନ୍ତି ପୁଣି ଥରେ ବିଶ୍ୱବସୁଙ୍କ ସହିତ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ, ଏବଂ ଆସିଥିଲେ ଭଗବାନଙ୍କୁ ଦର୍ଶନ କଲେ। ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କି ପ୍ରମାଣ ଦେବେ, ସେଥିପାଇଁ ସେ ଆଜ୍ଞାମାଳ ନେବା ପାଇଁ ଗଲେ। ପ୍ରାତଃ ଦର୍ଶନ କରିଲେ ପ୍ରଭୁଙ୍କୁ, ଆଜ୍ଞାମାଳ ଦର୍ଶନ ଧରି ବିଦ୍ୟାପତି ଫେରି ଆସୁଛନ୍ତି। ଆମେ ମାନେ ଲୌକିକ ଗଳ୍ପରେ ଜାଣିଛେ ଯେ ବିଦ୍ୟାପତି, ଲଳିତା, ଏଇ ଯୋଉ ପ୍ରସଙ୍ଗ, ଏଇଟା କିନ୍ତୁ ସ୍କନ୍ଦ ପୁରାଣରେ ନାହିଁ। କାରଣ ଆମେ ଯାହା କିଛି ଏଠି କହିବା, ଆମେ ପୁରାଣ ଆଧାରିତ ଶାସ୍ତ୍ର ସମ୍ମତ କଥା ହିଁ କହିବା, ତେଣୁ ସେ କଥାକୁ ଆମେ ବିରୋଧ କରୁନାହୁଁ। କିନ୍ତୁ ସ୍କନ୍ଦ ପୁରାଣରେ ଲଳିତା ପ୍ରସଙ୍ଗ ଆଦୌ ହିଁ ନାହିଁ। ବର୍ତ୍ତମାନ ବିଦ୍ୟାପତି ଯେତେବେଳେ ପ୍ରତ୍ୟାବର୍ତ୍ତନ କରି ଆସୁଛନ୍ତି, ଆଜ୍ଞାମାଳ ଧରି ଫେରି ଯାଉଛନ୍ତି ମାଳବ ଅଭିମୁଖେ, ବର୍ତ୍ତମାନ ଆପଣଙ୍କର ଦୁଇ ବନ୍ଧୁଙ୍କ ମଧ୍ୟରେ କିଛି ସମୟ ପାଇଁ ଯୋଉ ବନ୍ଧୁତ୍ୱ ଆରମ୍ଭ ହେଇଥିଲା, ଆପଣ ଚିନ୍ତା କରନ୍ତୁ, ଦିନଟିଏ ପାଇଁ ହଉ କି 2 ଦିନଟିଏ ପାଇଁ ହଉ କି ଥରଟିଏ ପାଇଁ ହଉ କି 5 ଦିନ ପାଇଁ ହଉ, ଆପଣ ମାନଙ୍କ ଭିତରେ ଆମ ଭିତରେ ଯୋଉ ବନ୍ଧୁତ୍ୱର ଭଲ ପାଇବାର ଯୋଉ ବନ୍ଧନ ଦୃଢ ଭାବରେ ରହିଛି, ଏଇ ଯେ
ମହାଭାଗ ଏଠି ପ୍ରଭୁଙ୍କ ବିଷୟରେ ଆପଣଙ୍କ ପାଖରେ କହୁଥିଲେ, ତାଙ୍କ ସାଙ୍ଗେ ଯୋଉ କିଛି ସମୟ ପାଇଁ ଏକାଠି ଆମେ ବସିକିରି ପ୍ରଭୁଙ୍କ ଗୁଣ କୀର୍ତ୍ତନ ଶ୍ରବଣ କୀର୍ତ୍ତନ ଭିତରେ ବଜି ଯାଇଥିଲୁ, ସେଇ ଯୋଉ ଭଲ ପାଇବାର ଯୋଉ ଆକର୍ଷଣ ଭିତରେ ବାନ୍ଧି ହେଇଯାଇଥିଲେ, ଯେତେବେଳେ ଏଠୁ ବିଦାୟ ନେଇ ଚାଲିଗଲେ, ଏ ହୃଦୟ ଭିତରେ ଯେ କେତେ ଶୂନ୍ୟତା ତା ଅନୁଭବ ହିଁ ଜାଣେ। ଠିକ ସେଦିନ ଇନ୍ଦ୍ରଦ୍ୟୁମ୍ନ ବିଶ୍ୱବସୁ ଯେତେବେଳେ ତାଙ୍କ ପାଖରୁ ବିଦ୍ୟାପତି ବିଦାୟ ନେଇ ଯାଉଛନ୍ତି, ଇଚ୍ଛା ହଉନି ତାଙ୍କୁ ଛାଡିବା ପାଇଁ, କିନ୍ତୁ ନିରୁପାୟ, ସମୟର ନିର୍ଦ୍ଦେଶ, ତେଣୁ ଯିବାକୁ ହିଁ ପଡିବ। ଆମେ ସମସ୍ତେ କାଳବଶରେ ଏହି ପ୍ରକାର ଆସିଥାଉ ଏବଂ ଯିବା ହେଉ, ପ୍ରକୃତିର ନିୟମକୁ ଆମକୁ ମାନିବାକୁ ହେଇଥାଏ। ତେଣୁ ବିଦାୟ ନେଇ ଫେରି ଆସୁଛନ୍ତି ବିଦ୍ୟାପତି ବିଶ୍ୱବସୁଙ୍କ ପାଖରୁ ଏବଂ ଆସି ପହଞ୍ଚୁଛନ୍ତି ମାଳବ ଅଭିମୁଖେ, ଯାତ୍ରା କରୁଛନ୍ତି ମାଳବ ଅଭିମୁଖେ। ମାଳବର ରାଜା ଇନ୍ଦ୍ରଦ୍ୟୁମ୍ନ ସବୁଦିନ ବ୍ୟାକୁଳତାର ସହିତ ଚାହିଁ ରହିଛନ୍ତି, ସତେ କଣ ବିଦ୍ୟାପତି ପ୍ରଭୁଙ୍କର ସନ୍ଧାନ ପାଇଲେ? ଏହି ସମୟରେ ଦୂତ ଆସି ସମ୍ବାଦ ଦଉଛି ଯେ ମହାରାଜ ବିଦ୍ୟାପତି ଫେରି ଆସିଛନ୍ତି, ନିଜ ସିଂହାସନ ଛାଡି ଧାଇଁ ଆସିଛନ୍ତି ରାଜା ଇନ୍ଦ୍ରଦ୍ୟୁମ୍ନ ଏବଂ ବିଦ୍ୟାପତିଙ୍କୁ ଦେଖି ବାରମ୍ବାର ପ୍ରଶ୍ନ କରି ଚାଲିଛନ୍ତି ସେଇଠି ଯେ ତୁମେ ପ୍ରଭୁଙ୍କୁ ଦର୍ଶନ କରିଲ? ଏବଂ ବିଦ୍ୟାପତି କିଛି ନ କହି ତାଙ୍କୁ ବଢେଇ ଦେଇଛନ୍ତି ଫୁଲମାଳଟା, ଆଜ୍ଞାମାଳଟା। ଏ ହଉଛି ସେଇ ପ୍ରଭୁଙ୍କୁ ମୁଁ ଦର୍ଶନ କରିଛି ଏବଂ ତାଙ୍କ ପାଖରେ ଆଜ୍ଞାମାଳ ଆଣିଛି। ବିଦ୍ୟାପତି କଣ କରୁଛନ୍ତି? ସେ ଆଜ୍ଞାମାଳକୁ ନେଇ ନିଜ ଛାତିରେ ଚାପି ଧରୁଛନ୍ତି ଏବଂ ଏକ ଭିନ୍ନ ଏକ ଅବସ୍ଥାକୁ ଚାଲି ଯାଉଛନ୍ତି। ଭକ୍ତ ମାନଙ୍କର ହୃଦୟ ସେ ଗୋଟେ ଅବସ୍ଥାର କଥା ସେ ଅନୁଭବ କରୁଛନ୍ତି, ସତେ ଯେମିତି ମାଳ ଭିତର ଦେଇ ମୁଁ ପ୍ରଭୁ ନୀଳମାଧବଙ୍କୁ ଦର୍ଶନ କରୁଛି। ଏବଂ ବିଦ୍ୟାପତିଙ୍କୁ ପଚାରୁଛନ୍ତି ଯେ ମୋ ପ୍ରଭୁ ତୁମେ କିପରି ପ୍ରଭୁଙ୍କୁ ଦର୍ଶନ କରିଲ? ଗୋଟି ଗୋଟି କରି ବର୍ଣ୍ଣନା କରୁଛନ୍ତି ବିଦ୍ୟାପତି। ଇନ୍ଦ୍ର ନୀଳଜିଣୀ ପ୍ରଭୁଙ୍କର କାନ୍ତି, ପଶ୍ଚାତ ଭାଗରେ ଅନନ୍ତ ଶୋଭାମାନ, ପାର୍ଶ୍ୱରେ ଅଛନ୍ତି ମା ଲକ୍ଷ୍ମୀ ସରସ୍ୱତୀ, ସମ୍ମୁଖ ଭାଗରେ ଅଛନ୍ତି ଗରୁଡ଼। ଏହିଭଳି ସୁନ୍ଦର ରୂପରେ ମୁଁ ପ୍ରଭୁଙ୍କୁ ଦର୍ଶନ କରିକି ଆସିଛି। ଯେତେ ଶୁଣୁଛନ୍ତି ସେତେ ଭାବପ୍ରବଣ ହେଉଛନ୍ତି ରାଜା ଇନ୍ଦ୍ରଦ୍ୟୁମ୍ନ। ଏବଂ ରାଜାଙ୍କୁ ଦେଖନ୍ତୁ କି ପ୍ରକାର ବ୍ୟବସ୍ଥିତି, ଆହୁରି ପ୍ରଭୁଙ୍କ ପ୍ରତି ଆକର୍ଷିତ କରିବା ପାଇଁ ଆସି ପହଞ୍ଚି ଯାଇଛନ୍ତି ଦେବର୍ଷି ନାରଦ। ଏବଂ ଦେବର୍ଷି ନାରଦଙ୍କର ଆଗମନ ଦେଖି ତାଙ୍କୁ ପ୍ରଣାମ କରିବା ସଙ୍ଗେ ସଙ୍ଗେ ରାଜା ଇନ୍ଦ୍ରଦ୍ୟୁମ୍ନ ଆସନ ଦେଇଛନ୍ତି ଏବଂ ତାଙ୍କର ବ୍ୟାକୁଳତା ସେ ପରିପ୍ରକାଶ କରିଛନ୍ତି ଯେ ହେ ମହାଭାଗ, ମୁଁ କିପରି ଯାଇ ପ୍ରଭୁଙ୍କୁ ଦର୍ଶନ କରିବି? ମୁଁ ପ୍ରଭୁଙ୍କର ବିଚ୍ଛେଦକୁ ସହ୍ୟ କରିପାରୁନାହିଁ, ମୁଁ ଅପେକ୍ଷା କରିପାରୁନାହିଁ। ସାଥି ସାଥି ଇଚ୍ଛା ହଉଛି ଯାଇ ପ୍ରଭୁଙ୍କ ପାଖରେ ଯାଇ ପହଞ୍ଚି ଯାଆନ୍ତି କି? ଦେବର୍ଷି ନାରଦ କହୁଛନ୍ତି, ହେ ମହାରାଜ, ଆପଣ ଯେହେତୁ ପ୍ରଜାପିତା ବ୍ରହ୍ମାଙ୍କର ପଞ୍ଚମ ବଂଶଧର, ଆପଣଙ୍କୁ ନେଇ ପ୍ରଭୁ ଏ ସ୍ରଷ୍ଟା କିଛି ବିଶେଷ କାର୍ଯ୍ୟ କରିବାର ବ୍ୟବସ୍ଥିତି ଅଛି। ଆପଣ ହଉଛନ୍ତି ଭକ୍ତ ଶ୍ରେଷ୍ଠ ପରମ ବୈଷ୍ଣବ। ବିଦ୍ୟାପତି ରାଜା ଇନ୍ଦ୍ରଦ୍ୟୁମ୍ନ ମନେ ମନେ ଭାବୁଛନ୍ତି ଯେ ଭକ୍ତ, ମୁଁ ଭକ୍ତ, ଯିଏ ନିଜେ ଭକ୍ତ ସେ ନିଜେ ଜାଣିପାରେ ନା ଭକ୍ତ ବୋଲିକି, ମୁଁ କିପରି ଭକ୍ତ? ଆପଣ ଆଉ ଥରେ କୁହନ୍ତୁ, ସେ ଭକ୍ତି କଥା ଟିକେ କୁହନ୍ତୁ ନା। ତ ରାଜା ଥିଲେ ପରମ ବୈଷ୍ଣବ, ପରମ ହଂସ ମଧ୍ୟ। ଆମେ ସବୁ କଥା ଶୁଣୁଛେ, ତା ଭିତରେ କିଛି ନା କିଛି ଜ୍ଞାନ ଥାଏ, ତତ୍ଵ ଥାଏ। ତତ୍ଵ ବୁଝିଲେ ତୁଟେ ଭ୍ରାନ୍ତି, ଭବସାଗର ତରି ଯାଆନ୍ତି। এই যে হংস ଆଉ ପରମହଂସ, ହଂସ କାହାକୁ କହିବା, ପରମହଂସ କାହାକୁ କହିବା? ହଂସ ହଉଛି ଗୋଟିଏ ଜୀବ, ଯେଉଁ ଜୀବ ଏଇଠି ଥିଲା, ବର୍ତ୍ତମାନ ସେ ପାଣିରେ ବା କ୍ଷୀର ମଧ୍ୟରୁ ସେ ନୀରକୁ ପୃଥକ କରିପାରେ, ସେ ହଉଛି ହଂସ। ତେଣୁ ଯିଏ ଆମର ଗୋଟିଏ ଅଛି କଣ ନା ଏକ ଭକ୍ତି, ଆଉ ଗୋଟେ ହଉଛି ଦିଗ ଭକ୍ତି। अर्थात जे प्रकृति और पुरुष दुई प्रकार देखती सी होउचंती हंस। आ जगत को जे एकवाद द्वैतवाद आम जोटा कहूँ, एकेश्वरवाद द्वैतवाद, जे जगत को ब्रह्ममय देखते, सबुर भितर परमेश्वर को अनुभव करती, से होउचंती परमहंस। तेणु राजा इंद्रद्युम्न थे परम वैष्णव आ परम हंस एवं परम भक्त मध्य। एठी देवर्षि नारद तांको कहउछन, आपण परम भक्त ना किपरि प्रभु? से भक्ति प्रसंग मत टिके कहंतु ना। देवर्षि नारद कहउछन्ती, भक्ति होछि दुई प्रकार, गोटे होछि सात्विक भक्ति, राजसिक भक्ति, तामसिक, तीन प्रकार भक्ति। तामसिक भक्ति, राजसिक भक्ति, सात्विक भक्ति। एवं से बुझौछन्ती जे
ଏଠି ଅଛି ସେଠି ନାହିଁ, ସେଠି ଅଛି ଏଠି ନାହିଁ, ଏଠି ନାହିଁ ସେଠି ନାହିଁ, ଏଠି ଅଛି ସେଠି ଅଛି। କଣ ଆର ଅର୍ଥ ନା ଆପଣଙ୍କର ଏଠି ଆଉ ସେଠି ହଉଛି ଦିଟା ସ୍ଥାନର ପ୍ରତୀକ, ଇହଧାମ ପରଧାମ, ପରଲୋକ ଆମେ ଯୋଉଟା କହୁଛୁ। କିଛି ବ୍ୟକ୍ତି ଅଛନ୍ତି ଯୋଉମାନେ ଇହଲୋକରେ ଜୀବନ ନିର୍ବାହ କରନ୍ତି ଏଭଳି ଭାବରେ ଯୋଉଥିରେ କି ତାଙ୍କର କୌଣସି ନିର୍ଦ୍ଦିଷ୍ଟ ଧାରା ନାହିଁ, ଜୀବନ ତାଙ୍କର ବ୍ୟର୍ଥ, ଯେହେତୁ ଏଠି ଭଲ କର୍ମ ନାହିଁ ପରଲୋକରେ ମଧ୍ୟ ତାଙ୍କର ଭଲ କର୍ମ ନାହିଁ, ତେଣୁ ଏଠି ନାହିଁ କି ସେଠି ନାହିଁ। ଆଉ କିଛି ବ୍ୟକ୍ତି ଅଛନ୍ତି ଯୋଉମାନଙ୍କର ଏଠି ଭଲ କର୍ମ ଅଛି କିନ୍ତୁ ସେଠି ନାହିଁ। ସେମାନେ ହଉଛନ୍ତି କୋଉମାନେ ନା ଯୋଉମାନେ ଆପଣଙ୍କର ସବୁବେଳେ ଚିନ୍ତା କରନ୍ତି ଯେ ସଂସାର ହଉଛି ସାର, ଖାଇବା ପିନ୍ଧିବା ରହିବା ତାରି ଭିତରେ ଜୀବନ ଅଛି, ମରିଗଲା ପରେ ଆଉ ଗୋଟେ କଣ ଜନ୍ମ ଅଛି ବା ଆଉ ଗୋଟେ କଣ ପରଲୋକ ଅଛି ସେ କଥା ଆମେ କିଛି ଜାଣିନୁ। ତେଣୁ ଋଣଂ କୃତ୍ୱା ଘୃତଂ ପିବେତ୍, ଯେମିତି ମନ ସେମିତି ଜୀବନ ଯିଇ ଯିବା, ପର ମରିଗଲା ପରେ କିଏ ଜୀବନ ଦେଖୁଛି, ଏଇ ଗୋଟେ ପ୍ରକାରର ଲୋକ। ତେଣୁ ସେମାନଙ୍କର ଏଠି ଜୀବନକୁ ସେ ଖୁସିରେ ଜିଅନ୍ତି, ପର ଜୀବନ ପ୍ରତି ଲକ୍ଷ୍ୟ ରଖନ୍ତି ନାହିଁ। ଆଉ କିଛି ବ୍ୟକ୍ତି ଅଛନ୍ତି ଯୋଉମାନେ ଭାବନ୍ତି ଏଠି ନାହିଁ ସେଠି ଅଛି, କୋଉମାନେ ସାଧୁ ସନ୍ନ୍ୟାସୀ ମାନେ। ସେ କହନ୍ତି ଏ ସଂସାର ହଉଛି ମାୟା, ଏ ମାୟା ସଂସାର ଭିତରେ ଆମେ ବୁଢୀ ଯନ୍ତ୍ରଣା ପାଇବା ଉଚିତ ନୁହେଁ। ତେଣୁ ସେମାନେ ଗୃହତ୍ୟାଗ କରି ସନ୍ନ୍ୟାସୀ ଚାଲି ଯାଆନ୍ତି ଏବଂ ସାଧନା କରନ୍ତି। ସେମାନେ ଅନୁଭବ କରନ୍ତି ଯେ ଏ ଜୀବନ ହଉଛି ସାଧନାର ଜୀବନ, ତେଣୁ ଆମେ ଏଠି ଜୀବନକୁ କିଛି ଭୋଗ ନ କରି ତ୍ୟାଗ କରି ଆମେ ସେଇଠି ସାଧନାରତ ରହିବା। ଏମାନେ ହେଲେ ସାଧୁ ସନ୍ଥ। ଏଇ ଯେ ମାୟା କଥା କହିଲି, ଆପଣଙ୍କର ମାୟା ପାଇଁ ଗୋଟିଏ ପ୍ରସଙ୍ଗ ଆପଣ ମନ ପାଖରେ କହୁଛି। ସେଦିନ ଦେବର୍ଷି ନାରଦ ଆଉ ଭଗବାନ ଉଭୟ ସାଥୀ ହେଇକରି ଯାଉଛନ୍ତି। ନାରଦ ପଚାରୁଛନ୍ତି ପ୍ରଭୁ ଏ ମାୟା କଣ? ପ୍ରଭୁ ଶୁଣିଲେ କିଛି ଉତ୍ତର ଦେଲେନି। କିଛି ବାଟ ଗଲା ପରେ କହୁଛନ୍ତି ନାରଦ ମତେ ଶୋଷ ଲାଗିଲାଣି, ମତେ ଗ୍ଲାସ ପାଣି ଦିଅନ୍ତନି। ତ ପାଣି ଗ୍ଲାସ ପାଇଁ ଯାଇଛନ୍ତି। ନାରଦ ଦେଖିଲେ ଜଣେ ସୁନ୍ଦରୀ ଝିଅ ସେ ପାଣି କାଢୁଛି କୂଅରୁ। ନାରଦ ତାକୁ ପାଣି ମାଗୁଛନ୍ତି ପିଇବା ପାଇଁ, ତା ହାତରୁ ପାଣି ପିଇଛନ୍ତି ଏବଂ ପ୍ରଭୁଙ୍କ ପାଇଁ ପାଣି ଆଣି ଫେରିବା କଥା। କିନ୍ତୁ ସେ କହୁଛନ୍ତି ଯେ ମନେ ମନେ ଚିନ୍ତା କରୁଛନ୍ତି ଏ ଝିଅକୁ ଯଦି ବିବାହ କରି ଏଠି ମୁଁ ରହିଯାଏ ତାହେଲେ ତ କିଛି ଅସୁବିଧା ହୁଅନ୍ତା ନାହିଁ। ସେଇ ପ୍ରସ୍ତାବ ଝିଅ ପାଖରେ ରଖିଛନ୍ତି ଏବଂ ତାଙ୍କ ବାପାଙ୍କର ଗୋଟିଏ ମାତ୍ର ଝିଅ, ତେଣୁ ସେ ନାରଦଙ୍କୁ ଜ୍ୱାଇଁ କରି ରଖିଲେ। ବର୍ତ୍ତମାନ ନାରଦଙ୍କର ଗୋଟେ ପୁଅ ଗୋଟେ ଝିଅ ଆଉ ଧନ ସମ୍ପତ୍ତିର ସଂସାର ଭିତରେ ସେ ବୁଡିକିରି ରହିଛନ୍ତି। ଏଇ ଯେ 1999 ମସିହା ବାତ୍ୟା ଭଳି ସୁନାମି ମାଡି ଆସିଲା, ଘରଦ୍ୱାର ଭସେଇ ନେଲା। ସ୍ୱାମୀ ସ୍ତ୍ରୀ ଉଭୟ ପୁଅ ଝିଅ ଏବଂ ଧନରତ୍ନ ଧରିକିରି ନିଜକୁ ରକ୍ଷା କରିବା ପାଇଁ ସ୍ଥଳ ଭାଗକୁ ଯାଉଛନ୍ତି। ପ୍ରଥମେ ପିଲାମାନେ ଧନରତ୍ନ ହାତରୁ ଖସିଗଲେ, ଝିଅମାନେ ପୁଅମାନେ ଭାସିଗଲେ, ସ୍ତ୍ରୀ ହାତରୁ ଚାଲିଗଲା, ନିଜେ ଭାସିଗଲେ ଏବଂ ଚିତ୍କାର କରୁଛନ୍ତି ଯେ ମୋ ସ୍ତ୍ରୀ ମୋ ପୁଅ ମୋ ଧନ ମୋ ସଂସାର ଭାସିଗଲା। ଏମିତି ଚିତ୍କାର କରି କରି ନିଜେ ତାଙ୍କର ସେନ୍ସ ନାହିଁ, ସେନ୍ସଲେସ୍ ହେଇକିରି ଗୋଟେ ଟାପୁରେ ଯାଇ ଲାଗିଛନ୍ତି। ତାଙ୍କ କାନ୍ଧରେ ହାତ ରଖିଲେ ଭଗବାନ, କହିଲେ ନାରଦ ଅଧଘଣ୍ଟା ହେଲେ ପାଣି ପାଇଁ ଯାଇଛ, ଶେଷରେ ମୋ ତଣ୍ଟି ଶୁଖିଗଲାଣି, ତମେ ଏମିତି ଚିତ୍କାର କଣ କରୁଛ? ନାରଦଙ୍କର ଚେତନା ଆସିଛି। ପ୍ରଭୁ ପୁଅ ଝିଅ ଘର ସଂସାର ଟଙ୍କା ରୂପା ପଶିଦେଲେ। ପ୍ରଭୁ କହିଲେ ଏହା ହିଁ ତ ମାୟା। ତେଣୁ ଆମେମାନେ ଯୋଉ ଜାଗାରେ ସବୁ ରହିଛେ ଇଏ ସବୁ ହଉଛି ମାୟା। କେବଳ ନିତ୍ୟ ସ୍ଥଳୀ ହଉଛି ଏଇ ସତ୍ସଙ୍ଗ, ପ୍ରଭୁଙ୍କ ଏଇ ଯେ ସୃଷ୍ଟି ତା ଭିତରେ ପ୍ରଭୁଙ୍କର ଗୁଣଗାନ। ତେଣୁ ଏଇ ଯେ ମାୟା ବଶ ହୋଇ ମାନବ ଏ ଭୁଲ କରୁଛି। ତେଣୁ ଭକ୍ତି ଆସିଗଲା ପରେ ତା ଭିତରେ ଏଇ ଯେ ପ୍ରକୃତି ଆଉ ପୁରୁଷ ଏଇ ଯେ ଦୁଇ ଭାଗର ଭାବନା କିଛି ରହିବନି। ସବୁରି ଭିତରେ ଭଗବାନ ଅଛନ୍ତି। କାଲି ସାର୍ ମତେ କହୁଥିଲେ ଯେ ମୋର ଯୋଉ ପରିଚୟ, ସେ ପରିଚୟ ଭିତରେ ଯିଏ ମୁଁ ଅଛି ସୂକ୍ଷ୍ମ ସ୍ତରରେ, ସବୁବେଳେ ତୁମେ ହିଁ ସେଇଟାକୁ ହିଁ ଦେଖ, ସେ ହିଁ ହଉଛନ୍ତି ପରମହଂସ ଚିନ୍ତନର ଭାବଧାରା। ତେଣୁ ଯେତେବେଳେ ଦେବର୍ଷି ନାରଦ ଏ କଥା କହିଛନ୍ତି, ତାଙ୍କ ଭିତରେ ଆହୁରି ଭାବନାର ସ୍ତର ପଲ୍ଲବୀ ଉଠିଛି ଏବଂ ସଙ୍ଗେ ସଙ୍ଗେ ବ୍ୟବସ୍ଥିତ କରିଛନ୍ତି। ପଣ୍ଡିତ ମାନଙ୍କୁ ସବୁ ମନ୍ତ୍ରୀ ମାନଙ୍କୁ ଡାକିଛନ୍ତି ଏବଂ ଶୁଭ ସମୟ ନିର୍ଦ୍ଧାରିତ କରି ଶୁଭ ନକ୍ଷତ୍ର ଶୁଭ ବେଳାରେ ମାଳବ ଦେଶର ସମସ୍ତ ନଗରବାସୀ ଏବଂ ପାତ୍ର ମନ୍ତ୍ରୀ ସମସ୍ତେ ବାହାରିଛନ୍ତି କୋଉ ଉତ୍କଳ ଅଭିମୁଖେ। ବର୍ତ୍ତମାନ ରାଜା ଇନ୍ଦ୍ରଦ୍ୟୁମ୍ନ ଯାଇ ଉତ୍କଳ ଭୂଖଣ୍ଡରେ ପହଞ୍ଚୁଛନ୍ତି। ଯେତେବେଳେ ଆସି
ମହାନଦୀ କୂଳରେ ଆସି ପହଞ୍ଚିଛନ୍ତି। ରାତ୍ର ପାଇଯାଉଛି, ସେଇଠି ରାତ୍ର ହେଇଯାଇଛି, ସେଇଠି ସେମାନେ ସବୁ ବିଶ୍ରାମ ନେଇଛନ୍ତି ଏବଂ ରାତ୍ର ସମାପନାନ୍ତେ ତାଙ୍କର ଯେଉଁ ସବୁ କାର୍ଯ୍ୟ ରହିଛି ବୈଷ୍ଣବ ମାନଙ୍କର କାର୍ଯ୍ୟ ସବୁ କରିସାରିଛନ୍ତି। ସେଥିରେ ଯେହେତୁ ଚକ୍ରବର୍ତ୍ତୀ ସମ୍ରାଟ ତାଙ୍କୁ ସାଦରେ ସମ୍ଭାଷଣ କରିବା ପାଇଁ ଉତ୍କଳର ରାଜା ଆସି ଦର୍ଶନ କରିଛନ୍ତି ଏବଂ ସେଇଠି ଉତ୍କଳର ରାଜାଙ୍କୁ ଯେତେବେଳେ ସେ ଭଲ ମନ୍ଦ କଥା ପ୍ରଶ୍ନ କରୁଛନ୍ତି, ରାଜା ଇନ୍ଦ୍ରଦ୍ୟୁମ୍ନ ଯେ ଆପଣଙ୍କର ଦୟାରୁ ଆମେମାନେ ସମସ୍ତେ ଭଲରେ ଅଛୁ, କିନ୍ତୁ ମହାପ୍ରଭୁ ଏହା ମଧ୍ୟରେ ଅନ୍ତର୍ଧ୍ୟାନ ହେଇଯାଇଛନ୍ତି। ଯେଉଁଦିନ ବିଦ୍ୟାପତି ଏଇ ଆଜ୍ଞାବଳ ନେଇ ପ୍ରତ୍ୟାବର୍ତ୍ତନ କରିଛନ୍ତି, ସେଇଦିନ ସନ୍ଧ୍ୟାରେ ଏ ଅଘଟଣ ଘଟିଛି ଏବଂ ସମ୍ପୂର୍ଣ୍ଣ ଭାବରେ ସେ ସ୍ଥାନ ବାଲୁକା ସ୍ତୂପ ଦ୍ୱାରା ଆବୃତ ହେଇଯାଇଛି ଏବଂ ଦେବତା ମାନେ ସମସ୍ତେ ସେଦିନ ବ୍ୟାକୁଳ ହୋଇ ପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି, ହେ ପ୍ରଭୁ ଆମେ ସବୁଦିନ ଆସି ଆପଣଙ୍କୁ ଦର୍ଶନ କରୁଥିଲୁ, ଆପଣ କୁଆଡେ ଗଲେ, ଆମେ କିପରି ଆପଣଙ୍କୁ ଦେଖିବାକୁ ସୁଯୋଗ ପାଇବୁ, ପୂଜା କରିବାକୁ ସୁଯୋଗ ପାଇବୁ। ସେଦିନ ସ୍ୱର୍ଣ୍ଣବାଣୀ ହେଲା, ହେ ଦେବଗଣ ବ୍ୟସ୍ତ ହୁଅ ନାହିଁ, ତୁମେ ମାନେ ସେ ସୁଯୋଗ ପାଇବ। এই যে রাজা ইন্দ্রদ্যুম্ন সে আসবে 1,000 অশ্বমেধ যজ্ঞ করিবে এবং দারু রূপে তোমাকে বিরাজিত করাইবে, তারপরে তুমি পুଣି ଥରେ আসি দর্শন করাইব। দেবতা মানে সেদিন সন্তুষ্ট হয়ে প্রত্যাবর্তন করে যাইଥିଲେ এবং আজ যেতବେଳେ রাজা ইন্দ্রদ্যুম্ন শুণুଛନ୍ତି যে প্রভু অন্তর্ধান হয়ে যাইଛନ୍ତି, বালুকা স্তূপ দ্ୱାରା আবৃত হয়ে যাইଛନ୍ତି, সে নিজକୁ ধৈর্য ধরি পাରୁନାହାନ୍ତି। ବିଦ୍ୟାପତି ଭାଗ୍ୟବାନ ଥିଲେ, ସେ ପ୍ରଭୁଙ୍କୁ ସ୍ୱୟଂ ସ୍ୱଚକ୍ଷୁରେ ଦର୍ଶନ କରିଥିଲେ, କିନ୍ତୁ ରାଜା ଇନ୍ଦ୍ରଦ୍ୟୁମ୍ନ ଦେଖିପାରି ନାହାନ୍ତି। ସେ ସେଇ ସ୍ଥାନରେ ନିଜର ସ୍ମୃତି ହରାଇ ବସୁଛନ୍ତି, ବ୍ୟାକୁଳ ହେଇକିରି କାନ୍ଦି ବିକଳ ହେଉଛନ୍ତି, କହୁଛନ୍ତି ହେ ମହାଭାଗ, ଆପଣ ମୋ ପୁଅକୁ ଏବଂ ଏ ରାଜ୍ୟବାସୀଙ୍କୁ ସମସ୍ତଙ୍କୁ ଫେରାଇ ଦିଅନ୍ତୁ, ମୁଁ ଆଉ ନିଜ ଜୀବନ ଧରି ରଖିବା ପାଇଁ ଚାହୁଁନାହିଁ। ମୁଁ ଯଦି ପ୍ରଭୁଙ୍କୁ ଦର୍ଶନ କରିପାରିଲିନି ତାହେଲେ ଜୀବନ ରଖି ଲାଭ କଣ? ଦେବର୍ଷି ତାଙ୍କୁ ସେନ ବୁଝାଇଛନ୍ତି। ତାଙ୍କର ସେ ବ୍ୟାକୁଳତା ଅନୁଭବ କରି ସେ କହୁଛନ୍ତି ଯେ ସେଥିପାଇଁ ତ ମୋତେ ଆପଣ ପାଖକୁ ପ୍ରେରଣ କରାହେଇଛି, ଆପଣଙ୍କ ଦ୍ୱାରା ଗୋଟେ ବିରାଟ କାର୍ଯ୍ୟ କରିବାକୁ ଆଗକୁ ଅଛି, ତେଣୁ ଆପଣ ଧୈର୍ଯ୍ୟ ଧରନ୍ତୁ, ନିଶ୍ଚିନ୍ତ ଆପଣଙ୍କୁ ପ୍ରଭୁଙ୍କୁ ଆପଣ ଦର୍ଶନ କରିବେ। ଦେବର୍ଷି ନାରଦଙ୍କର ଆଶ୍ୱାସନାରେ ସେ ମନ ବୁଝି ଯାଇଛି ଏବଂ ତାପରେ ରାଜା ଇନ୍ଦ୍ରଦ୍ୟୁମ୍ନ କହୁଛନ୍ତି, ହେ ଦେବର୍ଷି, ଯୋଉ ଜାଗାରେ ପ୍ରଭୁ ଥିଲେ ଏବଂ ଯୋଉ ଜାଗାରେ ତା ବାଲିସ୍ତୂପରେ ପରିଣତ ହେଇଛି, ମତେ ଟିକେ ସେଇ ଜାଗାକୁ ନିଅନ୍ତେନି। ବର୍ତ୍ତମାନ ଆପଣ ଦେଖନ୍ତୁ, ଚେଷ୍ଟା କରୁଛନ୍ତି ଉପରକୁ ଉଠିବା ପାଇଁ, କିନ୍ତୁ ରାଜା ଇନ୍ଦ୍ରଦ୍ୟୁମ୍ନ ନିଜେ ଉଠି ପାରୁନାହାନ୍ତି। ତାଙ୍କ ପାଖରେ ପଥ ପ୍ରଦର୍ଶକ ରୂପରେ, ଗୁରୁ ରୂପରେ ଦେବର୍ଷି ନାରଦ ଅଛନ୍ତି। ଯେତେବେଳେ ଶିଷ୍ୟ କୌଣସି କାର୍ଯ୍ୟ କରିବା ପାଇଁ ଅସମର୍ଥ ହୁଏ, ସେତେବେଳେ ପୂଜ୍ୟ ଗୁରୁଦେବ ତାଙ୍କ ଭିତରେ ଥିବା ସେଇ ଯେ ଶକ୍ତି ବଳରେ ଶିଷ୍ୟକୁ ତଦନୁ ସ୍ଥାନରେ ନେଇ ପହଞ୍ଚେଇ ଦେଇ ପାରନ୍ତି, ସେ ଶକ୍ତି ତାଙ୍କ ପାଖରେ ଥାଏ। ତେଣୁ ଦେବର୍ଷି ନାରଦ ଗୁରୁ ରୂପରେ ତାଙ୍କ ଭିତରେ ଥିବା ଶକ୍ତି ପ୍ରଭାବରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ବର୍ତ୍ତମାନ ସେଇ ବାଲୁକା ସ୍ତୂପ ଉପରକୁ ନେଇ ପହଞ୍ଚେଇଛନ୍ତି ଏବଂ କହୁଛନ୍ତି ଏଇ ହେଉଛି ସେ ସ୍ଥାନ ଯେଉଁ ସ୍ଥାନରେ ପ୍ରଭୁ ବିରାଜମାନ କରୁଥିଲେ ନୀଳମାଧବ ରୂପରେ, ବର୍ତ୍ତମାନ ତା ବାଲୁକା ସ୍ତୂପରେ ପରିଣତ ହେଇଛି। ସେ ସ୍ଥାନର ବାଲି ଗୁଡାକୁ ମୁଠେଇ ମୁଠେଇ ଧରିଛନ୍ତି ରାଜା ଇନ୍ଦ୍ରଦ୍ୟୁମ୍ନ, ନିଜ ଦେହ ସାରା ବୋଳି ହେଇଯାଇଛନ୍ତି ଏବଂ ଗଡି ଯାଉଛନ୍ତି, ଆଖିରୁ ଧାର ଧାର ଲୁହ ହୋଇଯାଉଛି। ସେ ସେଇଠି ସେ କାନ୍ଦୁଛନ୍ତି, ହେ ପ୍ରଭୁ ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ, ତୁମେ କୁଆଡେ ଗଲ ପ୍ରଭୁ? ଏଇ ଯେ ଆମର ଲେଖା ହେଇଛି ଜଗନ୍ନାଥ ଷ୍ଟକରେ ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ, ତୁମେ ଏଇ ଆଧାରରେ ଯେ ପ୍ରଭୁ ତୁମେ କୁଆଡେ ଗଲ, ମୋ ଦୃଷ୍ଟି ପଥକୁ ଆସ, ମୁଁ ତୁମକୁ ଟିକେ ଦର୍ଶନ କରିବି, ମୁଁ ଟିକେ ତୁମକୁ ଦେଖିବି। ଭକ୍ତର ବିକଳ ଭଗବାନ କେବେ ସହିପାରନ୍ତି ନାହିଁ। ତେଣୁ ଶୂନ୍ୟବାଣୀ ହେଇଛି ଯେ ହେ ମହାରାଜା, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, ଆମେ ତୁମକୁ ନିଶ୍ଚିନ୍ତ ଦେଖାଦବୁ। ତୁମେ ଦେବର୍ଷି ନାରଦଙ୍କ ନିର୍ଦ୍ଦେଶରେ ସହସ୍ର ଅଶ୍ୱମେଧ ଯଜ୍ଞର ବ୍ୟବସ୍ଥା କର ଏବଂ ସେ ଯଜ୍ଞ ପରେ ଦାରୁ ରୂପରେ ଭଗବାନ ତୁମକୁ ଦର୍ଶନ ଦେବେ। ତାପରେ ଦେବର୍ଷି ନାରଦଙ୍କ ନିର୍ଦ୍ଦେଶରେ ସହସ୍ର ଅଶ୍ୱମେଧ ଯଜ୍ଞର ବ୍ୟବସ୍ଥା କରାଯାଇଛି। এই বিষয়বস্তু হচ্ছে তৃতীয় দিনের বিষয়বস্তু। সময় অতিক্রান্ত, তেমন আমি বহুত সুন্দর ভাবে প্রভুঙ্ কথা শুনিলে। আপন মানে সমস্তে এটি প্রভুঙ্ কথা শুনিথিবারু আপন মানে মহান ভাগ্যর অধিকারী। শেষে স্বল্প সময় পাই টিকে প্রভুঙ্ নাম কীর্তন করিবা, তাপরে কথাকে বিশ্রাম দেবা।
জগন্নাথ 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 পাহি মাং, জগন্নাথ 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 রক্ষ মাং, জগন্নাথ 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 পাহি মাং, জগন্নাথ 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 রক্ষ মাং। বলদেব 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 পাহি মাং, বলদেব 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 রক্ষ মাং। সুভদ্রামা 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 পাহি মাং, সুভদ্রামা 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 রক্ষ মাং। সুদর্শন 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 পাহি মাং, সুদর্শন 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 রক্ষ মাং। সুদর্শন 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 রক্ষ মাং। বলে